ଏହା ବହୁ ପୂର୍ବରୁ ଘଟଣା ଏକ ପୁରାତନ ଭୂକମ୍ପ ପ୍ରଭାବିତ ଗ୍ରାମ ଥିଲା, ଯେଉଁଠାରେ କୌଣସି ମଣିଷ ରହୁନଥିଲେ। ଏହି ମଣିଷମାନେ ପରିତ୍ୟକ୍ତ ହୋଇଥିବା ଏହି ଭୂକମ୍ପରେ ପ୍ରଭାବିତ ଗାଁରେ ମୂଷାମାନଙ୍କର ଏକ ଉପନିବେଶ ସେମାନଙ୍କ ଶିବିର ସ୍ଥାପନ କରିଥିଲା। ଗାଁ ନିକଟରେ ଏକ ପୋଖରୀ ଥିଲା, ଯାହାକୁ ଏକ ପଲେ ହାତୀ ବ୍ୟବହାର କରୁଥିଲେ। ପୋଖରୀକୁ ପହଞ୍ଚିବା ପାଇଁ ହାତୀମାନଙ୍କୁ ଗାଁ ପାର ହେବାକୁ ପଡୁଥିଲା। ଦିନେ ଯେତେବେଳେ ହାତୀ ପଲମନେ ଯାଉଥିଲେ, ସେମାନେ ଅଜାଣତରେ ବହୁ ମୂଷାମାନଙ୍କୁ ପାଦରେ ଦଳାଉଥିଲେ। ଏହି ପ୍ରସଙ୍ଗରେ ମୂଷାଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ମୂଷାମାନଙ୍କର ନେତା ହାତୀମାନଙ୍କୁ ଭେଟି ପୋଖରୀକୁ ଏକ ଭିନ୍ନ ମାର୍ଗ ଦେଇ ଯିବା ପାଇଁ ଅନୁରୋଧ କରିଥିଲେ। ସେମାନଙ୍କର ଆବଶ୍ୟକତା ସମୟରେ ସେମାନଙ୍କ ଅନୁଗ୍ରହ ଫେରସ୍ତ କରାଯିବ ବୋଲି ସେ ସେମାନଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ସେତେବେଳେ ହାତୀମାନେ ଏହା ଦେଖି ହସିଥିଲେ। ସେମାନେ ନିଜ ମଧ୍ୟରେ କଥାବାର୍ତ୍ତା କଲେ, ଏହିପରି ଛୋଟ ମୂଷାମାନେ ଏହି ବଡ଼ ହାତୀମାନଙ୍କୁ କୌଣସି ପ୍ରକାରେ କିପରି ସାହାଯ୍ୟ କରିପାରିବେ। କିନ୍ତୁ ତଥାପି ସେ ନିଜ ପ୍ରତିଶ୍ରୁତି ପାଳନ କରି ଏକ ଭିନ୍ନ ରାସ୍ତା ଦେଇ ଯିବା ପାଇଁ ରାଜି ହୋଇଥିଲେ। ଏହିପରି କିଛି ଦିନ ବିତିଗଲା। ଏବେ ଏକ ନୂଆ ଘଟଣା ସାମ୍ନାକୁ ଆସିଛି। କିଛି ସମୟ ପରେ ମୂଷାମାନେ ଶୁଣିଲେ ଯେ ଶିକାରୀମାନେ ଗୋଟିଏ ହାତୀ ପଲକୁ ଧରି ଜାଲରେ ବାନ୍ଧି ଦେଇଛନ୍ତି। ଏହା ଶୁଣି ସେମାନେ ସଙ୍ଗେ ସଙ୍ଗେ ହାତୀମାନଙ୍କୁ ଉଦ୍ଧାର କରିବାକୁ ଦୌଡ଼ିଲେ। ସେମାନେ ତୀକ୍ଷ୍ଣ ଦାନ୍ତରେ ଜାଲ ଓ ଦଉଡ଼ି କାଟି ପକାଇଲେ। ହାତୀମାନଙ୍କର ନେତା ମୂଷାମାନଙ୍କୁ ବାରମ୍ବାର ଧନ୍ୟବାଦ ଜଣାଇଲେ। ବର୍ତ୍ତମାନ ସେ ବୁଝିପାରିଲେ ଯେ କାହାର ଆକାରକୁ ହସିବା ଉଚିତ ନୁହେଁ। ପ୍ରକୃତି ସମସ୍ତ ଜୀବକୁ କିଛି କଳା କିମ୍ବା ଅନ୍ୟ ସହିତ ଆଶୀର୍ବାଦ ଦେଇଛି।